ନାତି ଗୁଆଙ୍କ ସହିତ ମସ୍ତି କରୁଥିବାର ନଜର ଆସିଲେ ଆପଣମାନଙ୍କର ପ୍ରିୟ ଟିକି ଅପା। ହଁ ଦର୍ଶକ ବନ୍ଧୁ, ଆପଣମାନେ ଏ ସ୍କ୍ରିନ୍ ଜରିଆରେ କିଛି ଫଟୋସ୍ ଏବଂ ଭିଡ଼ିଓ କ୍ଲିପ୍ ସବୁ ଦେଖିବା ପାଇଁ ପାଇଯାଉଥିବେ, ଯେଉଁଥିରେ ନଜର ଆସିଛନ୍ତି ଅପରାଜିତା ମହାନ୍ତି ଏବଂ ତାଙ୍କ ସହିତ ଅଛନ୍ତି ବାବୁସାନଙ୍କ ପୁଅ ଗୁଆନ। ତେବେ ସେ କ'ଣ ମସ୍ତି କରୁଛନ୍ତି, ସେ କ'ଣ ତାକୁ କହୁଛନ୍ତି, କ'ଣ ତାକୁ ଶୁଣାଉଛନ୍ତି, ଯାହାଫଳରେ ବାବୁସାନଙ୍କ ପୁଅ ଗୁଆନ ଡରି ଯାଉଥିବାର ଆକ୍ଟିଂ ମଧ୍ୟ କରୁଛନ୍ତି ବହୁତ ଫନି ୱେରେ। ଦେଖିବା ପାଇଁ ଚାହୁଁଛନ୍ତି ସେ କ'ଣ କହୁଛନ୍ତି, ତାହେଲେ ଏ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି, ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବାଟା ବିଲକୁଲ ଭୁଲିବେନି, ଏହିପରି ଓଡ଼ିଆ ସମ୍ବନ୍ଧୀୟ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ସମ୍ବନ୍ଧୀୟ ଟିକିନି ଖବର ସବୁଠୁ ପ୍ରଥମେ ଦେଖିବା ପାଇଁ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଏଠି ସ୍କ୍ରିନ୍ ଜରିଆରେ ଏକ ଭିଡ଼ିଓଟିକୁ ଦେଖିବା ପାଇଁ ପାଇଯାଉଥିବେ, ଯେଉଁଥିରେ ନଜର ଆସିଛନ୍ତି ଅପରାଜିତା ମହାନ୍ତି ଆଉ ସାଙ୍ଗରେ ଅଛନ୍ତି ବାବୁସାନଙ୍କ ପୁଅ ଗୁଆନ। ଯେଉଁଥିରେ ସେ ଏକ କ୍ଲିପ୍ସ ମଧ୍ୟ ଅଛି, ଯେଉଁଥିରେ ସେ କହୁଛନ୍ତି ଯେ ବୁଟୁ ଜଙ୍ଗଲକୁ ଯିବୁ କି, ସେ ଏହିପରି ଭାବରେ ତାଙ୍କର କିଛି ଡରାଇବା ପାଇଁ କିଛି ଡାଇଲଗ୍ସ କହୁଛନ୍ତି। ଆଉ ଯେଉଁ ଡାଇଲଗ୍ସ ରହିଛି ବୋଉ ବୁଟୁ ଭୂତ ଫିଲ୍ମର, ଯଦି ଆପଣମାନେ ବୋଉ ବୁଟୁ ଭୂତ ଫିଲ୍ମଟି ଦେଖି ସାରିଛନ୍ତି ତାହେଲେ ଜାଣିପାରୁଥିବେ ଯେ ଏଇ ଯେଉଁ ଡାଇଲଗ୍ଟି ରହିଛି ସେଇଟା କେଉଁ ସମୟରେ ଏବଂ କିପରି ଭାବରେ ଅପରାଜିତା ମହାନ୍ତି ବାବୁସାନଙ୍କୁ କହିଥାନ୍ତି। ସେହିପରି ଭାବରେ ବାବୁସାନଙ୍କ ପୁଅ ଗୁଆନଙ୍କୁ ମଧ୍ୟ ଏହି ଡାଇଲଗ୍ଟି ଶୁଣି ତାଙ୍କୁ ଡରାଇବା ପାଇଁ ଚେଷ୍ଟା କରିଛନ୍ତି, କିନ୍ତୁ ବାବୁସାନଙ୍କ ପୁଅ ବର୍ତ୍ତମାନ ସମୟରେ ନ ଡରି ତାଙ୍କୁ ଫନି ୱେରେ ତାଙ୍କୁ ଡରିଲା ଭଳିଆ କରି ଆକ୍ଟିଂ ମଧ୍ୟ କରୁଥିବାର ନଜର ଆସିଛନ୍ତି। ତେବେ ଦର୍ଶକ ଆପଣମାନଙ୍କୁ এই ভিডিওটি কিপରି ଲାଗିଲା ନିଶ୍ଚିତ ଭାବରେ ଆମକୁ କମେଣ୍ଟ କରି ଜଣାଇବେ। ଆଶା କରୁଛୁ ଆପଣମାନଙ୍କୁ ନିଶ୍ଚିତ ଭାବରେ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓଟି ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଏହିପରି ଓଡ଼ିଶାର କୋଣ ଅନୁକୋଣର ଟିକିନି ଖବର ସବୁଠୁ ପ୍ରଥମେ ଦେଖିବା ପାଇଁ।